କାଉ ଓ କୋଇଲିର କାହାଣୀ ଆଜି ଆମେ ଜାଣିବା। ଲୋକମାନେ କୁହନ୍ତି କାଉ ଗୋଟିଏ ଚତୁର ପ୍ରାଣୀ ଓ କୋଇଲି ଗୋଟିଏ ନିରୀହ ପ୍ରାଣୀ। କିନ୍ତୁ ପ୍ରକୃତି କୋଳରେ କାଉକୁ କୋଇଲି ସବୁବେଳେ ହଇରାଣ କରେ। କେବଳ ଠକିବା ଉଦ୍ଦେଶ୍ୟରେ ନୁହେଁ, ଏହା ପ୍ରାକୃତିକ ଧାରା। କେଉଁ ଆବାହମାନ କାଳରୁ ଏକଥା ଆମେ ଶୁଣୁଛୁ। ଆଈମା ଗୋଟିଏ କଥା କହୁଥିଲେ, ଏବେ ବି ଆମେ ଆମ ପିଲାଙ୍କୁ ସେଇ କଥା କହୁଛୁ। କାଉ ବସାରେ କୋଇଲି ଅଣ୍ଡା ଦିଏ। ଏ କ୍ଷେତ୍ରରେ କୋଇଲି ଖୁବ୍ ସାବଧାନତା ଅବଲମ୍ବନ କରେ। ଜଗି ରଖି ମାପି ଚୁପି ଛକି ପାଞ୍ଚି କୋଇଲି ତା'ର ଏକ କାର୍ଯ୍ୟ ସମ୍ପାଦନ କରେ। କାଳେ ଧରା ପଡ଼ିଯିବ କି? ସନ୍ଦେହୀ ମନ ତା'ର ଘୂରି ବୁଲେ। କାଉ ତା'ର ଅଣ୍ଡାକୁ ଚିହ୍ନି ବସାରୁ ଠେଲିଦେବ କି? ଖୁବ୍ ଚତୁରତାର ସହ ଲୁଚି ଛପି ଏପଟ ସେପଟ କୋଇଲି ଦେଖୁଥାଏ। ଯେତେ ହେଲେ ସେ ମା ନା। କାଉ ବି ମାତୃତ୍ୱରେ ଅଧୁରା ହୋଇଉଠେ। ଅଣ୍ଡା ଉଷୁମାଏ, ବାଛ ବିଚାର ସେ ଜାଣିପାରେନି। ଭୋକ କଷ୍ଟରେ ଡେଣା ମେଲେ ଅଣ୍ଡାଗୁଡ଼ିକୁ ଉଷୁମ ଦିଏ। ନିର୍ଦ୍ଦିଷ୍ଟ ସମୟରେ ଅଣ୍ଡାରେ ଥଣ୍ଟ ମାରେ, ଖୋଳପା ଫାଟିଯାଏ। ପୃଥିବୀର ପ୍ରଥମ ଆଲୋକ ପଡ଼େ, ଛୁଆମାନେ ଫୁଟି ଚିଁ ଚିଁ କରନ୍ତି। ପ୍ରଥମ ଦିନ ପରେ କାଉ ଛୁଆ ସବଳ ହୋଇ ଉଠନ୍ତି। ମା ପାଖକୁ ଥଣ୍ଟ ମେଲେଇ ମାଡ଼ି ଆସନ୍ତି। ମା ଆମକୁ ଆଧାର ଦେ ମା ବୋଲି ଚିତ୍କାର କରନ୍ତି। ସ୍ୱଭାବତଃ କୋଇଲି ଛୁଆ ନରମ, ତା ଢଙ୍ଗଢାଙ୍ଗ ଅଲଗା। କାଉ ଛୁଆ ଭଳି ଚଞ୍ଚଳ ନୁହନ୍ତି। କାଉ ମନରେ ସନ୍ଦେହ ହୁଏ, ତଥାପି ସେ ତା ମା ଥରେ ଦୁଇଥର ଆଧାର ଦିଏ, ବାସ୍ ସେତିକି। ତୃତୀୟ ଦିନ କୋଇଲିର ରଙ୍ଗ ବଦଳେ। କାଉ ଛୁଆ ଡେଣା ଫଡ଼ଫଡ଼ କରେ। ଏତେବେଳେ କାଉ ଚିହ୍ନିପାରେ, ବାଘ ଘରେ ମିରିକି ନାଟ। କାଉ ରାଗିଯାଏ, ହେଲେ କୋଇଲି ଛୁଆକୁ ମାରିପାରେ ନା। ଖୁମ୍ପି ଖୁମ୍ପି ବସାରୁ ତଡ଼ିଦେଲା। ଆଖପାଖରେ କୋଇଲି ମା ବୁଲୁଥାଏ। ଛୁଆକୁ ପାଇ କୋଟିନିଧି ହୁଏ। କୋଇଲି କୃତଜ୍ଞ ହୁଏ କି ନାହିଁ ଜଣା ନାହିଁ। ତେବେ କୋଇଲି ବଂଶ ରକ୍ଷା କରିବାରେ କାଉର ଏ ଯେଉଁ ଭୂମିକା, ତାହା ଗୋଟିଏ ମଜା କଥା ନୁହେଁ। ଏଥିରେ ଯେଉଁ ପ୍ରାକୃତିକ ସତ୍ୟ ନିହିତ ଅଛି, ତାହା ହେଉଛି ପ୍ରକୃତିର ଏକ ସୃଷ୍ଟି। କାଉମାନେ ଯଦି ମରିଯିବେ, ତେବେ କୋଇଲି ବଂଶ ବିସ୍ତାର ହେବ କିପରି? ଏହା କ'ଣ ଯଥେଷ୍ଟ ନୁହେଁ ଯେ କାଉ କୋଇଲି ବଂଶ ବଞ୍ଚାଇ ରଖିଛି? ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ବହୁତ ମାତ୍ରାରେ ଭଲ ଲାଗିଥିବ। ତ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି।